ଚିକେନ୍ ଷ୍ଟୁ କେରଳ। ଉପକରଣ: ମଧ୍ୟମ ଆକାରର ଖଣ୍ଡରେ କଟାଯାଇଥିବା ଚିକେନ୍ 1 କେଜି, ନଡ଼ିଆ କ୍ଷୀର 400 ମିଲି, ଚାରିକୋଣିଆ ଖଣ୍ଡରେ କଟା ହୋଇଥିବା ସିଝା ଆଳୁ 100 ଗ୍ରାମ, ଗୋଲ ଗୋଲ ଖଣ୍ଡରେ କଟା ହୋଇଥିବା ପିଆଜ 200 ଗ୍ରାମ, ଅଦା ଓ ରସୁଣ ବଟା 10 ଗ୍ରାମ, ପେଟ ପାଖରୁ ଚିରା ହୋଇଥିବା କଞ୍ଚା ଲଙ୍କା 10 ଗ୍ରାମ, କରିପତ୍ର 5ରୁ 7ଟା, ହଳଦୀ ଗୁଣ୍ଡ 4 ଗ୍ରାମ, ଶୁଖିଲା ଲଙ୍କା ଗୁଣ୍ଡ 2 ଗ୍ରାମ, ତେଜପତ୍ର 2ଟା, ଲୁଣ ସ୍ୱାଦ ଅନୁସାରେ, ତେଲ 50 ମିଲି, ସରୁ ଲମ୍ବା ଓ ତିର୍ଯ୍ୟକ ଆକାରରେ କଟା ହୋଇଥିବା ଅଦା 10 ଗ୍ରାମ, ଗୋଲ ଗୋଲ ଖଣ୍ଡରେ କଟା ହୋଇଥିବା ଟମାଟୋ 2ଟା। ପ୍ରସ୍ତୁତି: ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ଏଥିରେ ଅଧା ପରିମାଣର କଟା ପିଆଜ, ଅଦା ରସୁଣ ବଟା, ଲୁଣ, ହଳଦୀ ଗୁଣ୍ଡ, ତେଜପତ୍ର, ଶୁଖିଲା ଲଙ୍କା ଗୁଣ୍ଡ ଓ ଚିକେନ୍ ଖଣ୍ଡ ଗୁଡ଼ିକ ପକାଇ କଷି ନିଅନ୍ତୁ। ଚିକେନ୍ ସିଝି ଆସିଲେ ଏହାକୁ ବାହାର କରିନେଇ ଏକ ଅଲଗା ପାତ୍ରରେ ରଖିଦିଅନ୍ତୁ। ଏଥର କରେଇରେ ତେଲ ଦେଇ ବାକି ପିଆଜ, ଅଦା, କଞ୍ଚାଲଙ୍କା ଓ କରିପତ୍ର ଦେଇ ଗୋଳାନ୍ତୁ। କିଛି ସମୟ ପରେ ଏଥିରେ ନଡ଼ିଆ କ୍ଷୀର ମିଶାନ୍ତୁ। ଅଳ୍ପ ସମୟ ପରେ ଏଥିରେ ଚିକେନ୍, ଟମାଟୋ ଓ ଆଳୁ ଖଣ୍ଡ ଗୁଡ଼ିକୁ ପକାଇ ଦିଅନ୍ତୁ ଏବଂ ଝୋଳ ବହଳିଆ ହେବା ଯାଏ ଏହାକୁ ଘାଣ୍ଟନ୍ତୁ। ଝୋଳ ଟିକିଏ ବହଳିଆ ହୋଇ ଆସିଲେ ଚୁଲିରୁ ଓହ୍ଲାଇ ଗରମ ଗରମ ଭାତ କିମ୍ବା ଅପମ୍ ସହିତ ଖାଇବାକୁ ଦିଅନ୍ତୁ।